जय जगन्नाथ पिला माने आज आम तुम साहित्य बईर दशम पाठरे थिबा गछ और काठरिया कविताटीर प्रश्न उत्तर आलोचना करबा। आमे पूर्व क्लास रे ए कविताटी को भलसे स्वर करी पढ़ी आउ तार भावार्थ मध्य बुझी। आज आमे तार प्रश्न उत्तर करबा। देखिए चल प्रथमे कौन देजी देख आस कथा पर देजी करे गछ आमको कौन दिए। तो पिला माने तुम जानी गछ आमको बहुत किछि देई थाए। तो आमे केमिति तार उत्तर लिखिबा। देख यहीपरि आम लिखा उत्तर गछ आमको छाई फूल फल काठ अम्लजान एवं औषध दे थाए। बुझेगा कि 2 नंबर सॉरी खरे देछि काठुरिया को गछ न हाणिबा पई पिलाटी मना कला काहेकि। तो आम उत्तर लिखिबा। उत्तर गछटी सहित पिलाटीर बाल्यकालर अनेक स्मृति जड़ित थिला। से गछ मूले खेलिथिला सेथिपाई गछ को काटिबा को मना कला। गरे देछि मिठा फल फळु नथिले मध्य गछ को न काटिबार कारण कौन। उत्तर मिठा फल नदेले मध्य गछ छाई दिए पक्षी माने बसा करती वायु शुद्ध करे तेणु गछ को काटिबा उचित नुह। तापरे घरे देछि गछ मूले बसी पिलाटी बाल्यकाल रे कौन करिथिला। उत्तर लिखिबा गछ मूले बसी पिलाटी बाल्यकाल रे खेलिथिला पाठ पढ़िथिला और विश्राम नेइथिला। तापरे उहरे देछि गछ की घटना सब देखिछि बोली कविता रे लिखा जाइछि। उत्तर लिखिबा गछटी अनेक वर्षा खरा झड़ बात्या देखिबा सहित पिलाटीर जन्मरू आरंभ करी तार बाल्यकालर सबु घटना जेपरिक खेलकूद पाठपढ़ा दुख सुख एवं केते झील पुओ बाहागर और जानी यात्रा देखिछि बोली कवितारे लिखा जाइछि। तले देख आस उत्तर लिखिबा। 1 नंबर देछि कवितार केतोटी धाड़ी तले लिखा जाइछि। आस सेगुडी को गद्य आकार रे लिखिबा। देछि करे नहाण ए गछ शुण शुण मोर बाणी माने एठारे कुआ जाइछि रही जाओ ए गछ को नहाण। काठुरिया भाई ए गछ को नहाणी मो कथा शुण हैला। सुंदर सुंदर अक्षर करी तुम माने लिखिबो। तापर देछि पूर्व आकाशे सूर्य उदय प्रभात रे। पूर्व आकाश रे माने पूर्व आकाश रे पूर्व दिगरे आकाश रे देखियो पिला माने आकाश रे पूर्व दिगरे सूर्य सकाळे उदय होइथांती बा सूर्य पूर्व दिगरे आकाश रे सकाळे उदय होइथांती जो परि तुमे लिखिबा चाहूछ गद्य आकार रे लिखि परिबो। तापर कहिछि केते झियो पुओ केते जात विभागर माने एई गछ बहुत पुओ झियो बाहागर ओ जानी यात्रा देखिछि। तापर कहूछि कि घरे देछि ताहाकु लगाई गले पितृपितामह। ताले एटा लिखिबो एई गछ को बापा ओ जेजे बापा लगाई थिले। बुझिले। तापरे खरा बेले बाट हित बसे हा तळ एई गछर
ତଳେ ଏଇ ଗଛର ମୂଳରେ ବା ତଳେ କ'ଣ ଲେଖିବ? ଖରା ବେଳେ ବା ଖରା ଦିନରେ ବାଟୋଇ ଛାଇ ପାଇଁ ବସିଥାଏ। ତ ପିଲାମାନେ ଜାଣିଲ ଏହିପରି ଲେଖିବ। ତାପରେ ଦେଖ କ'ଣ ଦେଇଛି। ଦେଖ ଫୁଲର ପାଖୁଡ଼ାରେ ଥିବା ଶବ୍ଦ ଗୁଡ଼ିକ ସହିତ ବାମ ପାଖ କୋଠରୀରେ ଥିବା ଶବ୍ଦ ଗୁଡ଼ିକର ସମ୍ପର୍କ ଅଛି। ବାମ ପାର୍ଶ୍ୱ କୋଠରୀରୁ ଉପଯୁକ୍ତ ଶବ୍ଦ ଆଣି ଫୁଲର ଉପର ପାଖୁଡ଼ାରେ ଆସ ଲେଖିବା। ଦେଖ ମିଠା ମିଠା ତୁମେମାନେ କରିପାରିବ। ମିଠା ମିଠା ଫଳ ମାନେ ମିଠା ମିଠା ଫଳ କ'ଣ ଲେଖିବା? ମିଠା ମିଠା ଏଇଟା ମିଠା ମିଠା ଫଳ। ତାପରେ ହେଇଛି ଗଛ କ'ଣ ଲେଖିବ? ଗଛ କାହାଣୀ ଏଇଠି ଲେଖିବ ଗଛ କାହାଣୀ। ତାପରେ ସଞ୍ଜ ଦେଇଛି ସଞ୍ଜ ସକାଳେ। ତାପରେ ଦେଇଛି ପୂର୍ବ ଆକାଶେ ତାପରେ ହେଲା କୁହୁ କୁହୁ ଏଠି ଲେଖିବା କୁହୁ ତାନେ ହେଲା। ତାପରେ ଦେଖ ରାସ୍ତା କଡ଼ରେ 1 ନମ୍ବର କରିଦେଇଛି ରାସ୍ତା କଡ଼ରେ ଗଛ ଲଗାଇବା କାହିଁକି? ତ ଆମେ ଏହାର ଉତ୍ତର ଲେଖିବା ରାସ୍ତା କଡ଼ରେ ଗଛ ଲଗାଇବା ଦ୍ୱାରା ଛାଇ ମିଳେ, ଯେଉଁଥିରେ ବାଟୋଇ ବିଶ୍ରାମ ନିଏ, ପରିବେଶ ସୁସ୍ଥ ରହେ ଏବଂ ବାତାବରଣ ସୁନ୍ଦର ଦେଖାଯାଏ। ତାପରେ ଦେଇଛି 2ଟି ଔଷଧୀୟ ବୃକ୍ଷର ବା ଗଛର ନାମ କୁହ। ତମେ ଆମେ ଜାଣିଛନ୍ତି ଔଷଧୀୟ ବୃକ୍ଷ ହେଉଛି ଆମେ ଜାଣିଲେ ନିମ୍ବ ହେବ, ତୁଳସୀ, ତୁମେ ବେଲ ମଧ୍ୟ ଲେଖିପାରିବ ହେଲା ଔଷଧୀୟ ବୃକ୍ଷ। ତାପରେ କେଉଁ ଗଛର ପତ୍ର ପିତା ଲାଗେ? ଆମେ ପଢ଼ିଛନ୍ତି ଗୋଟେ ପାଠ ଯେଉଁଟାକି ନିମ୍ବ ଗଛ। ଆମେ ଜାଣିଛନ୍ତି ନିମ୍ବ ଗଛର ଲେଖିବ ପିଲାମାନେ ନିମ୍ବ ଗଛର ପତ୍ର ପିତା ଲାଗିଥାଏ। ଘରେ ଦେଇଛି କେଉଁ ଗଛର ପତ୍ରକୁ ବାଟି ନଖକୁ ରଙ୍ଗ କରାଯାଏ? ତା ଉତ୍ତର ଆମେ ଲେଖିବା ମଞ୍ଜୁଆତି ଗଛର ଗୋଟେ ଗଛ ଅଛି। ତାର ଗଛର ପତ୍ରକୁ ଆମେ ବାଟିକି ଯଦି ନଖରେ ଲଗାଇବା ସେ ନଖ ଲାଲ କଲର ହେଇଯିବ ବା ନଖକୁ ଆମେ ରଙ୍ଗ କରିଥାନ୍ତି ମଞ୍ଜୁଆତି ଗଛ। ବୁଝିଲେ କି? ତାପରେ ଲେଖ ପିଲାମାନେ କେଉଁ ଗଛର ଫୁଲ ରାତିରେ ଫୁଟି ସକାଳୁ ଝଡ଼ି ପଡ଼େ? ଏଇଟା ଲେଖିବ ପିଲାମାନେ ଗଙ୍ଗଶିଉଳି ଗଛର ଫୁଲ ରାତିରେ ଫୁଟି ସକାଳୁ ଝଡ଼ି ପଡ଼େ। ତାପରେ ଦେଖ କବିତାର ଗୋଟିଏ ଧାଡ଼ି ଦିଆଯାଇଛି, ତାର ଅନ୍ୟ ଧାଡ଼ିଟି ମନେ ପକାଇ ଲେଖ। ତ ଦେଖ ପିଲାମାନେ ଦେଇଛି ଦେଇଛି ବସି କୁହୁ କୁହୁ ତାନେ ନବ ମଧୁ କାଳେ। ତାପରେ ହେବ ସେକେଣ୍ଡ ଲାଇନଟା ନଗାଉ କୋକିଳ ପଛେ ଫୁଲ ଭରା ଡାଳେ। ତ ଆମେ ଲେଖିଦେବା ନଗାଉ କୋକିଳ ପଛେ ଫୁଲ ଭରା ଡାଳେ। ବୁଝିଲା? ତ ଏଇପରି ଲେଖିବ। ତାପରେ ଦେଇଛି ଖରେ ନଫଳୁ ପଛେ ଗଛେ ମିଠା ମିଠା ଫଳ। ତାପରେ ଲାଇନଟା କ'ଣ ହେବ? ପଢ଼ିଛନ୍ତି ଆମେ ସ୍ୱର କରିକି ଖରା ବେଳେ ବାଟୋଇ ତ ବସେ ହା ତଳ। ଖରା ବେଳେ ବାଟୋଇ ତ ବସେ ଏହା ତଳ ହେଲା। ତାପରେ ପିଲାମାନେ ଦେଖ ମନେ ପଡ଼େ ପିଲାଦିନେ ଏହାରି ମୂଳରେ କ'ଣ ହେବ ପିଲାମାନେ? ଖେଳୁଥିଲି ମୁଇଁ ଖେଳ ସାଥୀ ଗହଳରେ। ଖେଳୁଥିଲି ମୁହିଁ ଖେଳ ସାଥୀ ଗହଳରେ ହେଲା। ତାପରେ ପୂର୍ବ ଆକାଶେ ସୂର୍ଯ୍ୟ ଉଦୟ ପ୍ରଭାତରେ। ତାପରେ କ'ଣ ଲେଖିବ ପିଲାମାନେ? ପୂର୍ବ ଆକାଶେ ସୂର୍ଯ୍ୟ ଉଦୟ ପ୍ରଭାତରେ ଉଠନ୍ତି ପକ୍ଷୀ ରାବି ଏହାରି ଡାଳରେ। କ'ଣ ଲେଖିବ? ଉଠନ୍ତି ପକ୍ଷୀଏ ରାବି ଏହାରି ଡାଳରେ। ତାପରେ କ'ଣ ଦେଇଛି? କେତେ ଦୁଃଖ ସୁଖ ସେ ଯେ ଦେଖିଛି ଆମ୍ଭର। ତାପରେ କ'ଣ ଲେଖିବା ପିଲାମାନେ? କେତେ ଝିଅ ପୁଅ କେତେ ଜାତ ବିଭାଗର। କେତେ ଝିଅ
ପୁଅ କେତେ ଜାତ ବିଭା ଘର। ତାପରେ ଦେଇଛି 3 ନମ୍ବରରେ ଗଛର ଉପକାରିତା ସମ୍ପର୍କରେ ଆସ ଆଲୋଚନା କରିବା ଓ 5 ଧାଡ଼ି ଲେଖିବା। ଗଛର ଉପକାରିତା। ଗଛ ଆମକୁ ନିଶ୍ୱାସ ନେବା ପାଇଁ ଅମ୍ଳଜାନ ଦିଏ। 2ରେ ଲେଖିବା ଗଛ ଆମକୁ ଛାଇ, ଫଳ, ଫୁଲ, କାଠ, ଔଷଧ ଦିଏ। 3 ଲେଖିବା ଗଛ ବାୟୁ ପ୍ରଦୂଷଣ ରୋକେ ଓ ପରିବେଶକୁ ସଫା ରଖେ। 4ରେ ଲେଖିବା ଗଛ ବର୍ଷା କରାଏ ଓ ମାଟି କ୍ଷୟକୁ ରୋକେ। 5ରେ ଗଛ ପକ୍ଷୀମାନଙ୍କୁ ବାସସ୍ଥାନ ଦିଏ ଓ ପୃଥିବୀକୁ ସୁନ୍ଦର କରେ। ଦେଖ ପିଲାମାନେ, ଚିନ୍ତା କରି କହିବା ଓ ଲେଖିବା। ଏଠାରେ ବାସ ଶବ୍ଦଟି ଭିନ୍ନ ଭିନ୍ନ ଅର୍ଥରେ ବ୍ୟବହୃତ ହେଉଛି। କେଉଁ ବାକ୍ୟରେ କେଉଁ ଅର୍ଥ ବୁଝାଯାଉଛି ପାଖ କୋଠରୀରେ ଲେଖ। ଦେଖ, ଗରିବ ପିଲାଟିର ପିନ୍ଧିବାକୁ ବାସ ଖଣ୍ଡିଏ ନାହିଁ। ଏଠାରେ ବାସର ଅର୍ଥ କ'ଣ କହିଲ ପିଲାମାନେ? ପିନ୍ଧିବାକୁ ମାନେ ପିନ୍ଧିବା କ'ଣ ବୁଝାଉଛି? ବାସର ଅର୍ଥ ହେଉଛି ବସ୍ତ୍ର ବା ପୋଷାକ। ବାସର ଅର୍ଥ ହେଉଛି ବସ୍ତ୍ର ବା ଲେଖିପାରିବ ପୋଷାକ ହେଲା। ତାପରେ ଦେଇଛି ଆଉ ଗୋଟେ ଥରେ ଲେଖିଦେବୁ ସୁନ୍ଦର କରିକି ବସ୍ତ୍ର। ତାପରେ ଦେଖ ଚମ୍ପା ଫୁଲର ବାସ ଭାରି ମଧୁର। ଆମେ ବାସ ପଢ଼ିକି ଆସିଛନ୍ତି। ବାସ ଅର୍ଥ ଫୁଲକୁ ବୁଝାଉଛି, ମାନେ ବାସର ଅର୍ଥ ହେଉଛି ବାସ୍ନା, ସୁଗନ୍ଧ, ବାସ୍ନା ହେଲା। ତାପରେ ସନ୍ଧ୍ୟାବେଳେ କୃଷକ ତା ବାସକୁ ଫେରିଲା। ଏଠାରେ ବାସର ଅର୍ଥ କ'ଣ? ଗୃହ ବା ଘର। କ'ଣ ଲେଖିପାରିବା? ଘର ହେଲା। ତାପରେ ଦେଇଛି ଅକ୍ଷର ଗୁଡ଼ିକୁ ସଜାଡ଼ି ଠିକ୍ ଶବ୍ଦ ଲେଖିବା। ଏଇଟା କ'ଣ ଲେଖିବା ପିଲାମାନେ କହିଲ? ତ ଦେଖ ପିଲାମାନେ, ଏଇଟା ହେବ ବାସ ଫୁଲ। କ'ଣ ହେବ? ବାସ ଫୁଲ। ଏଇଟା ହେବ ମଧୁମକ୍ଷିକା। ମଧୁମକ୍ଷିକା। ଏଇଟା ହେବ କାଠୁରିଆ। ଏଇଟା ହେବ ଧବଳେଇକା। ଧବଳେଇକା। ଏଇଟା ହେବ ବିଭାଘର। ବିଭାଘର। ତ ଏତିକି ତୁମେ ଲେଖିବ। ଚାଲ ଦେଖ ପିଲାମାନେ, ଏଠି ଦେଖ ଗଦ୍ୟ ରୂପ ଲେଖିବା। ଗଦ୍ୟ ରୂପରେ ସ୍ନେହ ଦେଇଛି, ଆମେ କ'ଣ କରିବା? ସ୍ନେହ। ଏଇଟା କ'ଣ ଦେଇଛି? ପରାଣ ହେବ ପ୍ରାଣ। ଏଇଟା ସରଗ ହେବ ସ୍ୱର୍ଗ। ଏଇଟା ପୂର୍ବ ହେବ ପୂର୍ବ। ଏଇଟା ଶରଧା ଶ୍ରଦ୍ଧା ହେଲା। ଏହିପରି ଆମେ ଲେଖିବା ତାର ଗଦ୍ୟ ରୂପ। ତାହେଲେ ଦେଖ, 4 ଦେଇଛି ସରଳ ଭାଷାରେ ବୁଝାଇ ଲେଖିବା। କରି ଦେଇଛି ଛାଡ଼ି ଚାହ କାଠୁରିଆ ନ ପକାଅ ହାଣି, ଶୁଣ କାନ ଡେରି ଥରେ ଏ ଗଛ କାହାଣୀ। ଦେଖ ପିଲାମାନେ, ଏହିପରି ଲେଖିବ। ଛାଡ଼ି ଯାଅ ... ଏ ଗଛ କାହାଣୀ। ଉକ୍ତ ପଦ୍ୟାଂଶଟି ଆମ ଭାଷା ମହକ 2 ବହିର ଗଛ ଓ କାଠୁରିଆ ବିଷୟରୁ ଅଣାଯାଇଛି। ଏଠାରେ ପଲ୍ଲୀ କବି ନନ୍ଦକିଶୋର ବଳ ପିଲାଟି ମାଧ୍ୟମରେ ଆମର ଉପକାରୀ ବନ୍ଧୁ ଗଛର ଅତୀତ କାହାଣୀ ବର୍ଣ୍ଣନା କରିଛନ୍ତି। ଏହି ପଦ୍ୟାଂଶରେ ଗଛଟି ମନୁଷ୍ୟ ଭଳି କଥା କହି କାଠୁରିଆକୁ ନିବେଦନ କରୁଛି ଯେ ସେ ତାକୁ ହାଣି ନ ଦେଉ। ଗଛଟି ଚାହୁଁଛି କାଠୁରିଆ ଥରେ କାନ ଡେରି ତାର ଦୁଃଖ କାହାଣୀ ଶୁଣୁ। ଏହା ମାଧ୍ୟମରେ କବି ଗଛର ମହତ୍ତ୍ୱ ଏବଂ ପରିବେଶର ସୁରକ୍ଷା ବାର୍ତ୍ତା ଦେବାକୁ ଚାହୁଁଛନ୍ତି। ତାପରେ ଦେଖ, ଖରେ ଦେଇଛି କେତେ ଦୁଃଖ ସୁଖ ସେ ଯେ ଦେଖିଛି ଆମ୍ଭର, କେତେ ଝିଅ ପୁଅ କେତେ ଜାତ ବିଭାଘର। ତ ଆମେ ଲେଖିବା ଉକ୍ତ ପଦ୍ୟାଂଶଟି। ଏଇଟା ତୁମେ ଦେଖ, ଯେପରି ମୁଁ ଲେଖିଛି ସେପରି ଲେଖିବ। ତାପରେ ଲେଖିବ ଉକ୍ତ ପଦ୍ୟାଂଶଟି ଆମ ଭାଷା ମହକ 2 ବହିର ଗଛ ଓ କାଠୁରିଆ ବିଷୟରୁ ଆଣିତ। ଏଠାରେ କବି ନନ୍ଦକିଶୋର ବଳ ପିଲାଟି ମାଧ୍ୟମରେ ଆମର ଉପକାରୀ ବନ୍ଧୁ ଗଛର ଅତୀତ କାହାଣୀ ବର୍ଣ୍ଣନା କରିଛନ୍ତି। ତାପରେ ଦେଖିବା, ଏଠାରେ ଗଛଟି କହୁଛି ଯେ ସେ ଗ୍ରାମରେ ଲୋକମାନଙ୍କର ଅନେକ ଦୁଃଖ ସୁଖ ଦେଖୁଛି। ପିଢ଼ି ପରେ ପିଢ଼ି କେତେ ନୂଆ ପୁଅ ଝିଅ ଜନ୍ମ ହେବା, ବଡ଼ ହେବା ଏବଂ ମୃତ୍ୟୁ, ସେମାନଙ୍କର ଯାନିଯାତ୍ରା ଓ ବିଭାଘର ପରି ଅନେକ ସାମାଜିକ ତଥା ପାରିବାରିକ ଘଟଣାର ସେ ନୀରବ ସାକ୍ଷୀ ହୋଇ ରହିଛି। ଏହା ମାଧ୍ୟମରେ ଗଛ ସହିତ ମନୁଷ୍ୟର ପୁରୁଣା ସମ୍ପର୍କକୁ ଦର୍ଶାଯାଇଛି। ତାପରେ ଦେଖ ପିଲାମାନେ, ଦେଇଛି ତୁମ ପାଇଁ କାମ।
ए गछ विषय कविताटिए लिखि श्रेणी शिक्षक व शिक्षयित्री को देखाइब। एटा तुमर काम तुमे करिब। आ खर देछि विद्यालय बगीचारे गछटिए लगाइबा। तापर दलगत कार्य एटा घर देछि निम्न अंकित गछर विभिन्न अंश को चिन्ह। तो आम जानी परिबा एटा कौन कौन देछि देख पिला माने एटा गोटे फूल को इंडिकेट करछि तो हम लिखिया फूल। तापर देखिबा एटा कौन देछि एटा पत्र एटा तार कांड एटा तार कांड। तापर एटा होछि फल हैला। तो एपरी देछि तुमे माने देखि परिबो। देख पिला माने यह थिला तुमरो प्रश्न उत्तर वीडियो। तो आशा करछि तुम मानके ये वीडियोटी भल लागिथिबो। आ जदि तुमको भल लागुछि ताहले मते कमेंट रे कहबो आउर मध्ये भल भल वीडियो आनिबी। आउ जदि तुमे नुआ करी वीडियोटी को आस्थिबो चैनल को देखुथिबो ताहले निहाती भाबरे सब्सक्राइब कर दबो आ सांग मान को शेयर कर दबो जहा द्वारा एटा समस्त वीडियो पाई परिबे आउ समस्त यार प्रश्न उत्तर करि परिबे।